କୁକୁର ମୁତିଲେ କେଉଁ ସଂକେତ ମିଳିଥାଏ? ଗାଡ଼ି ଉପରେ କୁକୁର ମୁତିଲେ କେଉଁ ସଂକେତ ମିଳିଥାଏ? ବନ୍ଧୁଗଣ ଜାଣି ରଖନ୍ତୁ ଆଜିର କିଛି ବିଷୟରେ। ଘର ପାଖରେ ବିଲେଇ ଉଚ୍ଚ ସ୍ୱରରେ କାନ୍ଦୁଥାଏ, ତେବେ ଆଗାମୀ ଦିନରେ କୌଣସି ଦୁଃଖଦାୟକ ଘଟଣା ଘଟିବାର ସଂକେତ ଦେଇଥାଏ। ଘରେ ଠାକୁରଙ୍କ ଆରତି କରିବା ସମୟରେ ଅଚାନକ ବିନା କାରଣରେ ଦୀପ ଲିଭିଯାଏ, ତେବେ ଅଶୁଭ ହେବା ସହ ଆଗାମୀ ଦିନରେ ଖରାପ ସମୟ ଆସିବାର ସଂକେତ ଦେଇଥାଏ। ଘରେ କାଚ ଜିନିଷ ବାରମ୍ବାର ଭାଙ୍ଗେ, ତେବେ ଅଶୁଭ ହୋଇଥାଏ ଓ ଦୁଃଖଦାୟକ ଘଟଣା ଘଟିବା ସହ ପରିବାର ଲୋକଙ୍କ ମଧ୍ୟରେ ମତାନ୍ତର ଦେଖାଯାଏ। ଯଦି ସୁନା ଜିନିଷ ହଜିଯାଏ ଓ ଯେତେ ଖୋଜିଲା ପରେ ବି ମିଳେ ନାହିଁ, ତେବେ ଅଶୁଭ ହେବା ସହ ଆଗାମୀ ଦିନରେ ସମସ୍ୟା ଆସିବାର ସଂକେତ ଦେଇଥାଏ। ଘରକୁ କୌଣସି ଦିନ ଚେମେଣି ଚଢ଼େଇ ପ୍ରବେଶ କରି କିମ୍ବା କୌଣସି ଲୋକଙ୍କ ମୁଣ୍ଡ ଉପରେ ବୁଲିଯାଏ, ତେବେ ଅଶୁଭ ହେବା ସହ ଆଗାମୀ ଦିନରେ ବ୍ଲଡ଼ ସମସ୍ୟା ହେବାର ସଂକେତ ହୋଇଥାଏ। ଘରେ ଲାଗିଥିବା ତୁଳସୀ ଗଛ ଅଚାନକ ଶୁଖିଯାଏ ବା ଝାଉଁଳିଯାଏ, ଅଶୁଭ ହେବା ସହ ଖରାପ ସମୟ ଆସିବାର ସଂକେତ ଦେଇଥାଏ। ଘରେ ଲାଗିଥିବା ତୁଳସୀ ଗଛରେ ଯଦି ତୁଳସୀ ମଞ୍ଜି ଶୁଖିଯାଏ, ତେବେ ତୁରନ୍ତ ତାହା ଅଲଗା କରିଦେବା ଉଚିତ ଓ ଏହା ଶୁଭପ୍ରଦ ହୋଇଥାଏ। ନଚେତ୍ ଘରର ମୁଖ୍ୟ ଲୋକଙ୍କ ଉପରେ ବିପଦ ଆସିଥାଏ। ଯଦି କୌଣସି ଘୋଡ଼ା ଦେଖନ୍ତୁ ଓ ଘୋଡ଼ାର ମୁଣ୍ଡରେ ଆପଣଙ୍କ ନଜର ପ୍ରଥମେ ପଡ଼େ, ତେବେ ଶୁଭ ହେବା ସହ ଜୀବନରେ ଉନ୍ନତି ହେବାର ସଂକେତ ଦେଇଥାଏ। ଘରକୁ ଗୁଣ୍ଡିଚି ମୂଷା ଆସେ ବା ଘର ପାଖରେ ଗୁଣ୍ଡିଚି ମୂଷା ଦେଖେ, ତେବେ ସନ୍ତାନ ପ୍ରାପ୍ତି ହେବା ସହ ଘରେ ଖୁସିର ପରିବେଶ ସୃଷ୍ଟି ହେବାର ସଂକେତ ହୋଇଥାଏ। ରାତିରେ କୁକୁର ଚନ୍ଦ୍ରଙ୍କ ଆଡ଼କୁ ଚାହିଁ ଭୁକିଲେ ଅଶୁଭ ହେବା ସହ ଖରାପ ହେବାର ସଂକେତ ହୋଇଥାଏ। କୌଣସି ଦିନ ମାଟିଆ ରଙ୍ଗର ମୂଷା ଦେଖନ୍ତୁ ଅଶୁଭ ହୋଇଥାଏ। ଘରେ ବା ଘର ପାଖରେ ରହୁଥିବା ବୋଚଇ ଅଚାନକ ଆଗ ଛାଡ଼ି ପଳାଏ, ତେବେ ଘରକୁ ଜଲ୍ଦି ବଡ଼ ସମସ୍ୟା ଆସିବାର ସଂକେତ ହୋଇଥାଏ। କାର୍ଯ୍ୟରେ ଯାଉଥିବା ସମୟରେ କୁକୁର ମଳ ବା ମୂତ୍ର ତ୍ୟାଗ କରି, ତେବେ ଅଶୁଭ ହେବା ସହ ଯାତ୍ରାରେ ବିଘ୍ନ ଆସିବା ସହ କାର୍ଯ୍ୟରେ ଅସଫଳତା ହେବାର ସଂକେତ ହୋଇଥାଏ। କୌଣସି ଦିନ ଘର ଆଗରେ କୁକୁର ମୈଥୁନ କରନ୍ତି, ତେବେ ଶୁଭ ହେବା ସହ ଘରକୁ ଧନପ୍ରାପ୍ତି ହେବାର ସୂଚନା ମିଳିଥାଏ। ଯଦି କୌଣସି କୁକୁର ଆପଣଙ୍କ ଗାଡ଼ି ଉପରକୁ ମୁତନ୍ତି, ତେବେ ଧନ ଲାଭ ହେବାର ବହୁତ ସମ୍ଭାବନା ଥାଏ।